ଧର୍ମ ନା କର୍ତ୍ତବ୍ୟ? ବହୁତ ଦିନ ତଳର କଥା ଅଟେ। ଗୋଟିଏ ବହୁତ ପୁଣ୍ୟାତ୍ମା ବ୍ୟକ୍ତି ନିଜର ପରିବାର ସହିତ ତୀର୍ଥଯାତ୍ରା ପାଇଁ ବାହାରିଲା। ବହୁତ କିଲୋମିଟର ଯିବା ପରେ ପୂରା ପରିବାରର ସମସ୍ତଙ୍କୁ ଶୋଷ ଲାଗିଲା। ଜ୍ୟୈଷ୍ଠ ମାସ ଥିଲା। ଆଖପାଖର ଚତୁଃପାର୍ଶ୍ୱର କୌଣସି ଆଡ଼େ ମଧ୍ୟ ପାଣି ଦେଖାଯାଉନଥିଲା। ତାର ଛୁଆମାନେ ଶୋଷରେ ବ୍ୟାକୁଳ ହୋଇପଡ଼ିଲେ। ବୁଝିପାରୁନଥିଲା ଯେ ସେ କ'ଣ କରିବ। ନିଜ ସାଥିରେ ସେମାନଙ୍କୁ ନେଇ ଚାଲିଗଲା। ପାଣି ମଧ୍ୟ ସମାପ୍ତ ହୋଇଯାଇଥିଲା। ଗୋଟିଏ ସମୟ ଏମିତି ଆସିଲା ଯେ ତାଙ୍କୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିଲା, ହେ ପ୍ରଭୁ, ଆପଣ ହିଁ କିଛି କରନ୍ତୁ। ଏତିକିରେ ତାକୁ କିଛି ଦୂରରେ ଗୋଟିଏ ସାଧୁ ତପ କରୁଥିବାର ନଜରକୁ ଆସିଲା। ବ୍ୟକ୍ତି ସେହି ସାଧୁ ପାଖକୁ ଯାଇ ନିଜର ସମସ୍ୟା କହିଲା। ସାଧୁ କହିଲା ଯେ ଏଠାରୁ 1 କିଲୋମିଟର ଦୂରରେ ଉତ୍ତର ଦିଗରେ ଏକ ଛୋଟ ନଦୀଟିଏ ବହିଯାଉଛି। ଯାଅ, ଯାଇକରି ସେଠାରୁ ପାଣି ପିଇ ଶୋଷ ମେଣ୍ଟାଅ। ସାଧୁର କଥା ଶୁଣିକରି ସେ ବହୁତ ଖୁସି ହେଲା ଏବଂ ସେ ସାଧୁର ଧନ୍ୟବାଦ କଲା। ପତ୍ନୀ ଏବଂ ଛୁଆର ସ୍ଥିତି ଭଲ ନଥିବା କାରଣରୁ ସେଠାରେ ଅଟକିବାକୁ ତାଙ୍କୁ କହିଲା ଏବଂ ନିଜେ ପାଣି ନେବାକୁ ଚାଲିଗଲା। ଯେବେ ସେ ନଦୀରୁ ପାଣି ନେଇ ଫେରୁଥିଲା ତ ରାସ୍ତାରେ 5 ଜଣ ବ୍ୟକ୍ତିଙ୍କୁ ଦେଖିଲା। ସେମାନେ ବହୁତ ଶୋଷରେ ଥିଲେ। ପୁଣ୍ୟାତ୍ମା ବ୍ୟକ୍ତି ଜଣକ ସେହି 5 ଜଣ ବ୍ୟକ୍ତିର ଶୋଷ ଦେଖିପାରିଲା ନାହିଁ ଏବଂ ନିଜର ସବୁ ପାଣିତକ ସେହି ଶୋଷରେ ଥିବା ଲୋକମାନଙ୍କୁ ପିଆଇ ଦେଲା। ଯେବେ ସେ ଦ୍ୱିତୀୟ ଥର ପାଣି ନେଇ ଆସୁଥିଲା ତ ଅନ୍ୟ 5 ଜଣ ବ୍ୟକ୍ତି ମିଳିଗଲେ ଯେ ସେଭଳି ଶୋଷରେ ଥିଲେ। ସେହି ପୁଣ୍ୟାତ୍ମା ବ୍ୟକ୍ତି ଜଣକ ପୁଣି ନିଜର ସବୁ ପାଣିତକ ତାଙ୍କୁ ପିଆଇ ଦେଲା। ଏହି ଘଟଣା ବାରମ୍ବାର ହେଉଥିଲା ଏବଂ ବହୁତ ସମୟ ବିତିଯିବା ପରେ ଯେବେ ସେ ଆସିଲା ନାହିଁ, ସାଧୁ ତା ଆଡ଼କୁ ଗଲା। ବାରମ୍ବାର ଏହି ପୁଣ୍ୟ କାର୍ଯ୍ୟକୁ ଦେଖିକରି ସାଧୁ କହିଲା, ହେ ପୁଣ୍ୟାତ୍ମା, ତୁମେ ବାରମ୍ବାର ନିଜର ବାଲ୍ଟିରେ ପରିପୂର୍ଣ୍ଣ ପାଣି ନଦୀରୁ ଆଣୁଛ ଏବଂ କୌଣସି ଶୋଷିଲା ବ୍ୟକ୍ତି ପାଇଁ ଖାଲି କରିଦେଉଛ। ଏଥିରୁ ତୁମକୁ କ'ଣ ଲାଭ ମିଳୁଛି? ପୁଣ୍ୟାତ୍ମା କହିଲା, ମୋତେ କ'ଣ ମିଳିଲା ବା କ'ଣ ମିଳିଲା ନାହିଁ ଏହି ବିଷୟରେ ମୁଁ କେବେ ଭାବି ନାହିଁ, କିନ୍ତୁ ମୋର ନିଜର ସ୍ୱାର୍ଥ ଛାଡ଼ିକରି ନିଜର ଧର୍ମ ପାଳନ କଲି। ସାଧୁ କହିଲା, ଏମିତି ଧର୍ମ ପାଳନ କରିବାର କ'ଣ ଲାଭ ଅଟେ? ଯେବେ ତୁମର କର୍ତ୍ତବ୍ୟ ହିଁ କରିପାରିଲ ନାହିଁ। ଜଳ ବିନା ତୁମର ନିଜର ଛୁଆ ଏବଂ ପରିବାର ଜୀବିତ ରହିବେ ନାହିଁ। ତୁମେ ନିଜର ଧର୍ମ ଏମିତି ମଧ୍ୟ ପାଳନ କରିପାରିଥାନ୍ତ ଯେମିତି ମୁଁ କଲି। ପୁଣ୍ୟାତ୍ମା ପଚାରିଲା, କେମିତି ମହାରାଜ? ସାଧୁ କହିଲା, ମୁଁ ତୁମକୁ ନଦୀରୁ ପାଣି ଆଣି ନ ଦେଇ ନଦୀର ରାସ୍ତା ହିଁ ବତାଇଦେଲି। ତୁମେ ମଧ୍ୟ ସମସ୍ତ ଶୋଷରେ ଥିବା ବ୍ୟକ୍ତିଙ୍କୁ ନଦୀର ରାସ୍ତା ବତାଇ ଦେଇଥାନ୍ତ। ତୁମର ମଧ୍ୟ ଶୋଷ ମେଣ୍ଟିଥାନ୍ତା ଏବଂ ଅନ୍ୟ ଶୋଷିଲା ଲୋକଙ୍କର ମଧ୍ୟ ପୁଣି କାହାକୁ ନିଜର ବାଲ୍ଟି ଖାଲି କରିବାର ଆବଶ୍ୟକତା ହିଁ ନାହିଁ। ଏତିକିରେ ସାଧୁ ଅନ୍ତର୍ଧ୍ୟାନ ହୋଇଗଲେ। ପୁଣ୍ୟାତ୍ମା ବ୍ୟକ୍ତି ସବୁକିଛି ବୁଝିଗଲା ଯେ ସେ କେବଳ ସ୍ୱୟଂ ପୁଣ୍ୟ କମାଇବାରେ ନ ଲାଗି ନିଜର କର୍ତ୍ତବ୍ୟର ପାଳନ କରି ଅନ୍ୟକୁ ମଧ୍ୟ ପୁଣ୍ୟର ରାସ୍ତା ଦେଖାଇବା। କାହାର ଭଲ କରିବାର ଉଚିତ ଉପାୟ ଏହା ଅଟେ ଯେ ସେ ପରମାତ୍ମା ଏବଂ ସତ୍ୟର ରାସ୍ତା ଦେଖାଇଦେବା। ସାଙ୍ଗମାନେ, ଆପଣମାନଙ୍କୁ ଯଦି ଏହି କାହାଣୀଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।